ଭିସୁଭିୟସ୍ ତରଫରୁ ବାୟୋ ଟଏଲେଟ୍ ସ୍ଥାପନ। ବିଶ୍ୱସ୍ତରୀୟ କମ୍ପାନୀ ଭିସୁଭିୟସ୍ ଇଣ୍ଡିଆ ଲିମିଟେଡ୍ ତରଫରୁ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଖଲାରୀ ପରିସରରେ 2ଟି ବାୟୋ ଟଏଲେଟ୍ ସ୍ଥାପିତ ହୋଇଯାଇଛି। ଅନୁଗୁଳସ୍ଥିତ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ର ସହଯୋଗରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ଥାପନ କରାଯାଇଥିବା ଏହି ଟଏଲେଟ୍ ଭିସୁଭିୟସ୍ ଇଣ୍ଡିଆ ଲିମିଟେଡ୍ ଏବଂ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ର କର୍ମକର୍ତ୍ତାଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଅବସରରେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ ଏବଂ ଭିସୁଭିୟସ୍ ଇଣ୍ଡିଆ ଲିମିଟେଡ୍ର ବିଭିନ୍ନ ବିଭାଗୀୟ ମୁଖ୍ୟ ଯୋଗଦାନ କରି କମ୍ପାନୀ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଏବଂ ମୋ ସ୍କୁଲ ଅଭିଯାନର ସଦସ୍ୟଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଜିନ୍ଦଲ କମ୍ପାନୀ ତରଫରୁ ଉପସ୍ଥିତ ଅତିଥିଗଣଙ୍କ ସମେତ ବରିଷ୍ଠ ଶିକ୍ଷକ, ସାମାଜିକ କର୍ମୀ, ପରିଚାଳନା କମିଟି ଏବଂ ମୋ ସ୍କୁଲ ଅଭିଯାନର ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି, ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପ୍ରଧାନ ପ୍ରମୁଖ କମ୍ପାନୀ ତରଫରୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ଥାପନ କରାଯାଇଥିବା ବାୟୋ ଟଏଲେଟ୍ ବ୍ୟବସ୍ଥା ପାଇଁ କମ୍ପାନୀକୁ ଧନ୍ୟବାଦ ପ୍ରଦାନ କରିବା ସହିତ ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବା ସଙ୍ଗେ ସଙ୍ଗେ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ସକ୍ଷମ ହୋଇପାରିବେ ବୋଲି ମତ ଦେଇଥିଲେ। ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଛାତ୍ରଛାତ୍ରୀଙ୍କୁ ସୁସ୍ଥ ସୁନ୍ଦର ଜୀବନଯାପନ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଉପାୟ ସମ୍ପର୍କରେ ବୁଝାଇ ତାହାର ସଠିକ୍ ଉପଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭିସୁଭିୟସ୍ ଏବଂ ଜିନ୍ଦଲ କର୍ତ୍ତୃପକ୍ଷଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କମ୍ପାନୀ ନିଜର ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମ ସହିତ ଅପରାହ୍ନରେ ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ତଥା ଶାରୀରିକ ସ୍ୱଚ୍ଛତା ରକ୍ଷା ନିମନ୍ତେ ଆବଶ୍ୟକୀୟ ପରାମର୍ଶ ଦେବା ସହିତ ସ୍ୱାସ୍ଥ୍ୟ କିଟ୍ ପ୍ରଦାନ କରିଥିଲେ। ଶେଷରେ ସ୍ୱେଚ୍ଛାସେବୀ ତଥା ମୋ ସ୍କୁଲ ଅଭିଯାନର ସଦସ୍ୟ ପର୍ଶୁରାମ ଦାସ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଉଭୟ କମ୍ପାନୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନୁଗୁଳରୁ ଅଜୟ ଭାଇଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍।